ମାଆ ମରିଗଲାଣି 2 ବର୍ଷ ହେଲାଣି। ମୁଁ ଏଠି 88 ବର୍ଷର ବୟସର ବୁଢ଼ା ବସିଛି। ମୋ ପୁଅ ଏଥର ଡିପ୍ରେସନ୍ ଏ କଲେକ୍ଟର ଛାଡ଼େନି ବାରବାର କ'ଣ ଇଏ ହେଉଥିଲା ଯେ ଘରକୁ ଆସୁନି, ଆସିପାରୁନି, ଇଏ କରିପାରୁନି। ତାର ସ୍ତ୍ରୀ ତା ଛୁଆ ଉଦଳାରେ ଥାନ୍ତି। ତା ସ୍ତ୍ରୀ ଚାକିରି କରିବାକୁ ଯାଏ, ସେ ଗୋଟେ ଜାଗାକୁ ଲାଭନଦୀପୁରକୁ ଯାଏ। ସେ ଆଉ ସିଏ ମା ପୁଅ ସେଠି ଥାନ୍ତି। ସିଏ ଗଲାଣି ଅକ୍ଟୋବର 22 ତାରିଖରୁ ଜଏନ୍ କଲାଣି। ସିଏ ଥରେ ବହୁତ କଷ୍ଟରେ ଆସିଥିଲା, ଆଉ ସେ ଆସିପାରିନି। କହିଲେ କଲେକ୍ଟର ମୋତେ ବିଭିନ୍ନ କାମରେ ବତାଉଛନ୍ତି, ଇଏ କରୁଛନ୍ତି, ମୁଁ ଆଉ ଯାଇପାରିନି। ଏ ଆମ ଘରକୁ ବି ସେ ଆସିନି ଏ ପର୍ଯ୍ୟନ୍ତ, ମୋତେ ବି ଦେଖା କରିନି। ଡିପ୍ରେସନରେ ଥିଲେ। ହଁ, ଡିପ୍ରେସନ୍ ତା ଭାଇ, ତା ବଡ଼ ଭାଇ ତା କହିଲା କାଳେ ତୁ ଗୋଟେ ରେଡ଼ିଓ ଫେଡ଼ିଓ ଟିଭି କିଣୁନୁ, ଟିଭି କିଣିକିରି ରାତିରେ ଟିକେ ଦେଖିବୁ କି ଇଏ କରିବୁ, ଆଉ ଘରଟା ତୁ ଏକୁଟିଆଟା ଶୋଉଛୁ, ଇଏ କରୁଛୁ। ଆପଣ ଆଉ କଥା ହେଇଥିଲେ କେବେ? ମୁଁ କଥା ପହରଦିନ ହେଇଥିଲି। ସେ କହିଲେ ବାପା ରାତି ବେଳକୁ କଥା ହେବ, ସକାଳେ ତ ମୋତେ ବହୁତ କାମ ପଡ଼ୁଛି, ମୁଁ ବାହାରି ପଡ଼ୁଛି, ଆଉ ମୁଁ ଯାଇପାରିନି, କଥା ହେଇପାରିନି, ରାତି ବେଳକୁ କଥା ହେବ। ସିଏ ଆପେ ସୁଅବଟ ଏଇ ପହରଦିନ ମୋତେ କଥା ହେଇଥିଲା ରାତି 9ଟା ଖଣ୍ଡେ ବେଳେ। କ'ଣ କହୁଥିଲେ? ପ୍ରେସର ମାନେ ଆଉ କ'ଣ କାମ ପ୍ରେସର ଥିଲା? ନା, ପ୍ରେସର କାମ ତ ସେ କିଛି ସେମିତି କିଛି କୁହେନି ମୋତେ। ସେ କହୁଥିଲା ଯେ ତା ଫ୍ୟାମିଲି ଏଠି ଅଛନ୍ତି, ଫ୍ୟାମିଲି ତ ଯାଇଥିଲେ ବି, ତା ସ୍ତ୍ରୀ ଛୁଆ ଛୁଟିରେ ଯାଇଥିଲେ ସେଠିକି। ମୁଁ ତୁମେ ଏଠିକି ଆସିବା ଦରକାର ନାହିଁ, ସେଇଠିକି ଯାଅ। ବୁଧଳାରୁ କଟକ ଯାଉଛି, ଭୁବନେଶ୍ୱର ଯେଉଁ ବସ୍ ଯାଉଛି, ସେଇ ବସ୍ରେ ଗଲେ ମାର୍କଣା ଛକରେ ଓହ୍ଲେଇ ପଡ଼ିକି ଯିବାକୁ ପଡ଼ିବ। ଏଇଠୁ ଅଳ୍ପ ବାଟ ଇଏ ପର୍ଯ୍ୟନ୍ତ ହେବ। ଡିପ୍ରେସନ୍ ହେଇକିରି ତ ଏମିତି ତ 2.5 ବର୍ଷ ଚାକିରି ଅଛି, ତୁ ଦରଖାସ୍ତ ଗୋଟେ ଫିଙ୍ଗି ଦେଇକି ପଳେଇ ଆଇଲୁନି। ତୁ ଯଦି ଚାକିରି ନ କରିବୁ, ତୋତେ କେଉଁଠି ବଦଳି କରିଥାନ୍ତୁ। ତୁ 2.5 ବର୍ଷ ଛୁଟିରେ କଟେଇ ଦେଇଥାନ୍ତୁ, କ'ଣ ହେଉଛି? ଆଉ 2.5 ବର୍ଷ ଥିଲା, ଜୁନ୍ 30ରେ ରିଟାୟାର କରିଥାନ୍ତା, 26 ଜୁନ୍ 30ରେ ରିଟାୟାର କରିଥାନ୍ତା। ଏତେ ସିନସିୟର୍, ଏତେ ଇଏ କାମ କରିବାରେ ଏଠିକା କଲେକ୍ଟର ତାକୁ ବହୁତ ଭଲ ପାଆନ୍ତି। ସେ ମହାନ୍ତିକି ଡାକ, ସବୁ କାମରେ ତାକୁ ଇଏ କରନ୍ତି। ଏସିଷ୍ଟାଣ୍ଟ କଲେକ୍ଟର ଏଇଠି ଥିଲା। ତାପରେ ଉଦଳାର ଇଏ ଥିଲା, ସବ୍ ରେଜିଷ୍ଟ୍ର ଥିଲା, ଲ୍ୟାଣ୍ଡ ରେଜିଷ୍ଟ୍ରେସନ୍ ସବ୍ ରେଜିଷ୍ଟ୍ର। ତାପରେ ଗୋପବନ୍ଧୁନଗରର ତହସିଲଦାର ଥିଲା। ଆଉ ଏଇସବୁ ଏଇ ଜିଲ୍ଲାର 4-5 ବର୍ଷ ରହିଥିବାରୁ ତାଙ୍କର ଇଲେକ୍ସନ୍ ଯୋଗୁଁ ସବୁ ଜିଲ୍ଲା ପାର କରିଦେଉଛନ୍ତି। ସେଇ ହିସାବରେ ତାକୁ ଦେଇଥିଲେ ଭିଡ଼ିଓ କରିକିରି ଏଠି ଚେଷ୍ଟା କରିକି ତାର ହେଇଥିଲା।